ଆଜି ଏହି ସଭାମଞ୍ଚକୁ ଆମନ୍ତ୍ରଣ କରିଥିବା ଶକୁନ୍ତଳା ବାଳିକା ବିଦ୍ୟାଳୟର ହେଡମିଷ୍ଟ୍ରେସ୍ ମହୋଦୟା ତଥା ମ୍ୟାନେଜ୍ କମିଟି ଏବଂ ମୋର ବରିଷ୍ଠ ବନ୍ଧୁ ଶ୍ରୀଯୁକ୍ତ ସମୀର କୁମାର ଆଚାର୍ଯ୍ୟ, ଆଜି ଏହି ପିଲାମାନଙ୍କର ବିଶେଷ କରି ମୋ ନିଜ ଗ୍ରାମର ଯେଉଁଠିକି ମୁଁ ପଢ଼ିଥିଲି, ଆଜି ସେହି ବିଦ୍ୟାଳୟ ମଞ୍ଚ ଠିଆଇ ଆପଣଙ୍କ ସାମ୍ନାରେ କିଛି କହିବାର ସୁଯୋଗ ପାଇଛି। ସେଥିପାଇଁ ଏ ବିଦ୍ୟାଳୟର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀମାନଙ୍କୁ ଧନ୍ୟବାଦ ଦେବି। ଏ ସମସ୍ତମାନେ ଆମନ୍ତ୍ରିତ କରିଛନ୍ତି। ଯାହା ହେଉ ଆଜି ଗୋଟିଏ ଛୋଟ ବୃକ୍ଷର ଆଜି ବିରାଟ ମହାନ ବୃକ୍ଷ, ବଡ଼ ବୃକ୍ଷ ଗୋଟେ 63 ବର୍ଷ ପରେ ମୁଁ ଦେଖିବାକୁ ପାଉଛି ଏବଂ ମୁଁ ବହୁତ ଗର୍ବିତ। ସେଥିପାଇଁ ଆମ ଗ୍ରାମରେ ଏ ବିଦ୍ୟାଳୟ ବହୁତ ଉନ୍ନତି କରି ବହୁତ ଭଲ ଭଲ ଷ୍ଟୁଡେଣ୍ଟମାନଙ୍କୁ ତିଆରି କରୁଛି। ସେଥିପାଇଁ ଏ ବିଦ୍ୟାଳୟ ଯେଉଁମାନେ ଆଜି ପରିଚାଳକ ଦୀର୍ଘଦିନ ଚଳାଉଛନ୍ତି ସେମାନଙ୍କୁ ଧନ୍ୟବାଦ ମଧ୍ୟ ଦେବି। ଏହି ପିଲାମାନେ ଦିନେ ଯେ ଆମ ଭଳିଆ ଜାଗାରେ ଆସି ବଡ଼ ହୋଇ ପହଞ୍ଚିବେ, ଏଇଠି ଜଣାପଡ଼ୁଛି ଯେ ଏ ଗ୍ରାମର ଯେତିକି ଉନ୍ନତି ଯେ ଆଗକୁ ଆଗକୁ ବଢ଼ିବ, ଏ ବିଦ୍ୟାଳୟ ସୁନାମ ଆହୁରି ଅର୍ଜନ କରିବ। ଏତିକି ମୁଁ ଭଗବାନଙ୍କ ପାଖରେ ପ୍ରାର୍ଥନା କରୁଛି। ମୁଁ ମଧ୍ୟ ନିଜେ ଶିକ୍ଷାକୁ ଭଲ ପାଇ এই বিদ্যালয় করছি সাগর কলেজ অফ সায়েন্স বহু যে ইচ্ছা ଥିଲା ମୁଁ କରିଛି। ଏଠାରେ ବହୁ ପିଲା ମଧ୍ୟ এই ଛୋଟ ଛୋଟ ପିଲା ବଢ଼ି ଆଗକୁ ଆଗକୁ ବହୁ ତାଙ୍କର ଭବିଷ୍ୟତ ତିଆରି କରୁଛନ୍ତି। ଏହା ମଧ୍ୟ ଆମ ଗ୍ରାମର ଗୋଟିଏ ଭବିଷ୍ୟତ ଯେଉଁ এই এবং ମୋର ଇଚ୍ଛା ଅଛି এই ବିଦ୍ୟାଳୟ ଦିନେ ବହୁ ଓଡ଼ିଶାରେ ନାମ କରିବ। ଆଉ ଗୋଟେ କଥା କହିବି, ମୁଁ ଭାବିଛି ପ୍ରତିବର୍ଷ ଯେଉଁ ପ୍ରଥମ 3 ଜଣ ପିଲା ସମାନରେ ଭଲ ନମ୍ବର କି ଏଠାରେ ଉତ୍ତୀର୍ଣ୍ଣ ହେବେ, ମୁଁ ସେମାନଙ୍କ ପାଇଁ କିଛି ଉପହାର ଆକାରରେ ପ୍ରଦାନ କରିବି। ଏଠି ପ୍ରତିଶ୍ରୁତି ଦେଇ ମୁଁ ମୋ ବକ୍ତବ୍ୟ ଶେଷ କରୁଛି। ଜୟ ଜଗନ୍ନାଥ।